ଚାଷୀଙ୍କ ପାଇଁ ଖୁସି ଖବର। 21ତମ କିସ୍ତି ପାଇଁ ଅପେକ୍ଷା ଶେଷ ହୋଇଅଛି। ଆଜି ହିଁ ତାରିଖ ଘୋଷଣା ହେଲା। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ଯିବ 2000 ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଭାରତୀୟ କୃଷକମାନଙ୍କ ପାଇଁ ସବୁଠାରୁ ବଡ଼ ଯୋଜନା ମଧ୍ୟରୁ ଗୋଟିଏ। ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ପ୍ରତିବର୍ଷ ଯୋଗ୍ୟ ଚାଷୀମାନଙ୍କୁ 6 ମାସର ରାଶି ପ୍ରଦାନ କରନ୍ତି। ଏହି ରାଶି 3ଟି କିସ୍ତିରେ ଦିଆଯାଏ। ଏପର୍ଯ୍ୟନ୍ତ ଏହି ଯୋଜନାର 20ଟି କିସ୍ତି ଜାରି କରାଯାଇଅଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍ କିଷାନର 21ତମ କିସ୍ତି ଆସନ୍ତା 19 ତାରିଖ ବା ବୁଧବାର ଦିନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିସ୍ତି 20 କୋଟି କୃଷକଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 21ତମ କିସ୍ତି ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ 6000 ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଅଛି। ଆଜି ସରକାର ଘୋଷଣା କରିଛନ୍ତି ଯେ ଚାଷୀମାନେ 21ତମ କିସ୍ତି ପାଇଁ କିଛି ମାସ ଧରି ଅପେକ୍ଷା କରିଥିଲେ। ବର୍ତ୍ତମାନ ସେମାନଙ୍କର ଅପେକ୍ଷା ନଭେମ୍ବର 19 ତାରିଖରେ ଶେଷ ହେବାକୁ ଯାଉଅଛି। ନଭେମ୍ବର 19 ତାରିଖରେ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ 2000 ଟଙ୍କା ସ୍ଥାନାନ୍ତର କରାଯିବ। ଏହି ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି।